ବୁଝିଲା ତ କହିଲା ପ୍ରଭୁ ହେ ବିଭୁ ହେ କୋଦଣ୍ଡ ଧାରଣ ହେ କାଣ୍ଡ କୋଦଣ୍ଡ ଧାରି ରାମ ତା ଜଗତ ଜନନୀ ସୀତା ଠାକୁରାଣୀ କି ରାକ୍ଷସ ରାବଣ ଚୋରି କରିକି ନେଇ କେତେ ବେଳ ପରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଠାକୁର ବିଶ୍ୱାସ କଲେ ରାକ୍ଷସ ନହେଲେ ନାଇଁ ଏ ଭଳିଆ କଦର୍ଯ୍ୟ କାମ ଜଗତରେ କିଏ କରିପାରିବ ନିଶ୍ଚିତ ରାକ୍ଷସ ନେଇଛି ରାମ ଠାକୁରଙ୍କର ବିଶ୍ୱାସ ହେଲା ଅପେକ୍ଷା କରୁଛନ୍ତି ରାମ ଠାକୁର ତଣ୍ଟି ଶୁଖି ଯାଉଛି ପକ୍ଷୀର ପ୍ରଭୁ ମତେ ଜଳ ମୁଣ୍ଡିଆ ଦରକାର ପ୍ରଭୁ ମତେ ଜଳ ଟିକେ କୋଠୁ ଆଣିଦେବେ ଏ କଥା ଯେତେବେଳେ ଶେଷ ସମୟ ମାଗୁଛି ପ୍ରଭୁ ଆପଣ ତାହାଠାରୁ ଜଳ ଟିକେ ପାଇଲେ ମୁଁ ମୁକ୍ତି ପାଇବି ରାମ ଠାକୁରଙ୍କ ଆଖିରୁ ଲୁହ ବୋହି ଆସିଲା ବନସ୍ଥ ଭିତରେ ଅନେକ ପଥ ପରିକ୍ରମା କରି ଖୋଜିଲେ ଜଳ ମୁଣ୍ଡାଏ ପାଇଁ ରାମ ଠାକୁର ଜଳ ଟିକେ ପାଇପାରିଲେନି ଯେତେବେଳେ ନିରାଶ ହୋଇ ଫେରି ଆସିକି କହିଲେ ହେ ପକ୍ଷୀ ମୁଁ ଜଳ ଟିକେ ଶେଷ ସମୟରେ ବି ତମକୁ ଦେଇପାରୁନି ଏଇ କଥା କହିଲା ବେଳେ ରାମ ଠାକୁରଙ୍କର ଆଖି ଛଳ ଛଳ ହେଇ ଆସିଲା କହିଲା ପ୍ରଭୁ ଜଳ ଟିକେ ନହେଲା ନାହିଁ ଆପଣଙ୍କର ଆଖିର ଲୋତକ ବୁନ୍ଦାଏ ଯଦି ମତେ ଦେଇ ଦିଅନ୍ତେ ଯଦି ମୁଁ ଅମୃତ ପାନ କରି ଦିଅନ୍ତି ତାହେଲେ ପ୍ରଭୁ ଠିକ ସେତିକି ବେଳେ ସବୁ କଥା ମା ମାନଙ୍କର ଇଚ୍ଛା ଥାଏ ମରିବା ସମୟରେ ପୁଅ ମତେ ଟିକେ କାନ୍ଧରେ ଧରୁ ପୁଅ ମତେ ଟିକେ କୋଳରେ ଧରୁ ଏଇ କଥାକୁ ଚିନ୍ତା କରି ପକ୍ଷୀରାଜ ଜଟାୟୁ ଗଲା ପ୍ରଭୁ ଶେଷ ସମୟରେ ମତେ ଟିକେ କୋଳରେ ଧରନ୍ତେନି ଏ ଅନ୍ତର୍ଯାମୀ ରାମ ଠାକୁର ଏ କଥା ଜାଣିପାରିଲେ କୋଳରେ ଧରିଛନ୍ତି ପକ୍ଷୀରାଜ ଜଟାୟୁକୁ ଆଖି ଛଳ ଛଳ ହେଇଯାଇଛି ପକ୍ଷୀ ଭଗବାନଙ୍କ ମୁହଁକୁ ଯାଇଛି ଭଗବାନ ପକ୍ଷୀର ମୁହଁକୁ ଯାଇଛନ୍ତି ଦୁଇ ବୁନ୍ଦା ବସି ପଡିଲା ଆକଣ୍ଠ ପାନ କରିଗଲା ପକ୍ଷୀରାଜ ଜଟାୟୁ କହିଲା ପ୍ରଭୁ ଅହଂ ଭାଗ୍ୟ ପ୍ରଭୁ ଅହଂ ଭାଗ୍ୟ ମୋର କିଛି ଦରକାର ନାହିଁ ମୁଁ ମୁକ୍ତି ପାଇଗଲି ନିଜ ବାପା ଭାବି ଭଗବାନ ଆଜି ତାକୁ କାନ୍ଧରେ ଧରିଲେ ଅମୃତ ରସ ପାନ କରିବା ପାଇଁ ଦେଲେ ପରିଶେଷରେ ଜଟାୟୁକୁ ନେଇ ଚିତାଗ୍ନି ଲଗେଇକି ଜାଳିଲେ ହୁଏତ ମର୍ଯ୍ୟାଦାବନ୍ତ ପୁରୁଷ ରାମ ଠାକୁର ବାପାଙ୍କର ଚିତାଗ୍ନି ମଧ୍ୟ ଜାଳି ପାରିଲେନି ସେଥିପାଇଁ ଧର୍ମପାଳଙ୍କୁ ଆଗ ଆଖି ଆଗରେ ରଖି ରାମ ଠାକୁର ଯିଏ ପିତା ସଦୃଶ ଭାବେ ଜଟାୟୁ ତାକୁ ରସ ପ୍ରଦାନ କରିବା ସହିତ ଭଗବାନ ତାକୁ ଚିତାଗ୍ନି ଦେଲେ ବିଶ୍ୱ